ଆଜି ଆମେ ଜାଣିବା ଆମ ଘରେ ଲଗାଯାଇଥିବା ଘଣ୍ଟା ଆମ ଜୀବନରେ କେମିତି ପ୍ରଭାବ ପକାଇଥାଏ। ବାସ୍ତୁ ଅନୁସାରେ ଆମ ଘରମାନଙ୍କରେ ଯେଉଁ ଦୈନନ୍ଦିନ ଜିନିଷ ବ୍ୟବହାର କରାଯାଏ ବା ଘରେ ରଖାଯାଏ, ସେହି ପ୍ରତ୍ୟେକ ଜିନିଷର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଆମ ଉପରେ ପଡ଼ିଥାଏ। ଯଦି ଏହାକୁ ଠିକ୍ ଜାଗାରେ ଠିକ୍ ଦିଗରେ ରଖା ନଯାଏ, ତେବେ ଏହା ନକାରାତ୍ମକତା ଆଣିଥାଏ। ଆଉ ଯଦି ଏହାକୁ ଠିକ୍ ଜାଗାରେ ବା ଠିକ୍ ଦିଗରେ ରଖା ହୁଏ, ତେବେ ଘରେ ସକାରାତ୍ମକତା ଭରିଦିଏ। ଏହା ପରିବାରର ସମସ୍ତଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ୍ ହେଇଥାଏ। ଆଜିର ସାଇନ୍ସ ମଧ୍ୟ ଏହାକୁ ମାନୁଛି। ଘରର ପ୍ରତ୍ୟେକ ବସ୍ତୁ ଉର୍ଜା ଶକ୍ତିର ତରଙ୍ଗ ଛାଡ଼ିଥାନ୍ତି। ତେବେ ଆମ ସମସ୍ତଙ୍କ ଘରେ ନିହାତି ଭାବରେ ଗୋଟିଏ କାନ୍ଥ ଘଣ୍ଟା ଥାଏ। ଘଣ୍ଟାରେ ଚାଲୁଥିବା କଣ୍ଟା ଆମକୁ ଆସୁଥିବା ସମୟକୁ ସୂଚିତ କରିଥାଏ। ଜୀବନର ମହତ୍ତ୍ୱପୂର୍ଣ୍ଣ ଜିନିଷ ଓ ଆମ ଜୀବନରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଜିନିଷ ହେଉଛି ସମୟ। ସମୟ ସମସ୍ତଙ୍କ ପାଇଁ ସମାନ ନୁହଁ। କାହାର ସମୟ ଠିକ୍ ଚାଲିଥାଏ ତ ଅନ୍ୟ କାହାର ଖରାପ ଚାଲିଥାଏ। ତେବେ ଖରାପ ସମୟ ସମସ୍ତଙ୍କର ଜୀବନରେ ଦିନେ ନା ଦିନେ ଆସିଥାଏ। ସମୟ ଚକ୍ର ସବୁବେଳେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସମୟ କେବେ ବି କାହା ପାଇଁ ଅଟକେ ନାହିଁ। କିନ୍ତୁ ମୁଁ ଯଦି ଆପଣଙ୍କୁ କହେ କି ଆପଣଙ୍କ ସମୟକୁ ଠିକ୍ କରିବା ପାଇଁ କିଛି ଉପାୟ, ଆପଣ କିଛି ଉପାୟ କରିପାରିବେ। ହଁ ଆଜ୍ଞା, ଆପଣଙ୍କ ଘରେ ଯେଉଁ ଘଣ୍ଟା ଅଛି ତାକୁ ଆପଣ ପ୍ରତ୍ୟେକ ଦିନ ଦେଖିଥାନ୍ତି। ହେଲେ ଆପଣ କେବେ ଭାବିଛନ୍ତି ଯେ ଏହି ଘଣ୍ଟା ଆମର ସମୟ ବଦଳାଇବାରେ ଓ ଆମର ଠିକ୍ ସମୟ ଆଣିବାରେ ସାହାଯ୍ୟ କରିଥାଏ? ତ ଆମେ ଆମ ଜୀବନରେ କେତେ ଗୁଡ଼ିଏ ଜିନିଷକୁ ଅଣଦେଖା କରିଥାଉ। ଏହି ଜିନିଷ ଆମର ଭାଗ୍ୟ ଉପରେ ନେଗେଟିଭ୍ ଓ ପଜିଟିଭ୍ ପ୍ରଭାବ ପକାଇଥାଏ। ଆଜି ଆମେ ଜାଣିବା ଯେ ଘଣ୍ଟା ଘରର କେଉଁ ଦିଗରେ ରଖିବା ଉଚିତ ହୋଇଥାଏ, ଯାହା ଜୀବନରେ ଠିକ୍ ରାସ୍ତା ଦେଖାଇବାରେ ସାହାଯ୍ୟ କରିଥାଏ। ଯଦି ଆପଣମାନେ ଏହି ଚ୍ୟାନେଲକୁ ଏ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଜଲ୍ଦି କରିପକାନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆପଣ ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ପାଇପାରିବେ। ସର୍ବପ୍ରଥମେ ଘଣ୍ଟାର ପ୍ରକାର। ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଯଦି ଗୋଲ ଆକାରର ହୋଇଥାଏ ବା ଅଣ୍ଡା ଆକାରର ହୋଇଥାଏ, ତେବେ ଏହା ସବୁଠୁ ଉତ୍ତମ। କିନ୍ତୁ ଆଜିକାଲି ବଜାରରେ ଅନେକ ପ୍ରକାରର ଡିଜାଇନର ଘଣ୍ଟା ମିଳୁଛି, ଯେଉଁଥିରେ ଘରର ସଦସ୍ୟଙ୍କ ଫଟୋ ଅଥବା ଭଗବାନଙ୍କ ଫଟୋ ଲାଗିଥାଏ। କିନ୍ତୁ ଘଣ୍ଟା ସହିତ କୌଣସି ପ୍ରକାରର ଫଟୋ ଲଗାଇବା ଉଚିତ ନୁହେଁ। ଏଥିରେ ଘରର ସଦସ୍ୟଙ୍କ ଉପରେ ସମୟର ପ୍ରଭାବ ଦେଖିବାକୁ ମିଳିଥାଏ। ଆଉ ଭଗବାନଙ୍କ ଫଟୋ ଚିତ୍ର ଘଣ୍ଟାରେ ବିଲକୁଲ ମଧ୍ୟ ଲଗାନ୍ତୁ ନାହିଁ, କାହିଁକି ନା ଭଗବାନଙ୍କ ଫଟୋରେ ପ୍ରତ୍ୟେକ ଦିନ ଧୂପଦୀପ ଦେଇ ପୂଜା କରିବାର ଆବଶ୍ୟକତା ଥାଏ। ହେଲେ ଘଣ୍ଟା ତ ଧୂଳିମୂଳିରେ ଢାଙ୍କି ହେଇ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ଏଥିରେ ଭଗବାନଙ୍କ ଅପମାନ ହେବା ସହିତ ଏହା ଅଶୁଭ ହୋଇଥାଏ। ଯଦି ହୁଏ ଆପଣ ଗୋଲ ଓ ଅଣ୍ଡାକାର ଘଣ୍ଟା କିଣିବା ଦରକାର। ଗୋଲ ଏବଂ ଅଣ୍ଡା ଆକୃତି ଘଣ୍ଟା ଆମର ପୃଥିବୀ ଆକାରକୁ ଦର୍ଶାଇଥାଏ। ସ୍କୋୟାର ଆକୃତି ଘଣ୍ଟାରେ ଚାରିକୋଣ ତୀକ୍ଷ୍ଣ ଥାଏ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ତୀକ୍ଷ୍ଣ ଜିନିଷ ନକାରାତ୍ମକ ଶକ୍ତିର ସଞ୍ଚାର କରିଥାଏ। ଦ୍ୱିତୀୟରେ, ଘଣ୍ଟାକୁ ସବୁବେଳେ ସଫାସୁତୁରା ନୂଆ ପରି ରଖିବା ଦରକାର। ଯେମିତି ଆମେ ସମସ୍ତେ ଚାହିଁଥାଉ ଯେ ଆମ ଜୀବନରେ ସବୁ ଠିକ୍ଠାକ୍ ଏବଂ ସହଜ ହେବା ଦରକାର, ସେଥିପାଇଁ ନିଜକୁ ପ୍ରଫୁଲ୍ଲିତ ରଖି ନୂଆ ଏବଂ ସଫାସୁତୁରା କପଡ଼ା ପିନ୍ଧିଥାଉ। ଠିକ୍ ସେହିପରି ନିଜ ଘରର ଘଣ୍ଟାକୁ ମଧ୍ୟ ସବୁବେଳେ ସଫା ହିଁ ରଖିବା ଉଚିତ। ସମୟ ସମୟରେ ଘଣ୍ଟାରୁ ଧୂଳିମୂଳି କାଢ଼ି ସଫା କରିଦେବା ଉଚିତ। ଏଥିରେ ଆପଣଙ୍କର ଭାଗ୍ୟ ଠିକ୍ ଚାଲିବ। ବେଳେ ବେଳେ ଏମିତି ହେଇଥାଏ ଯେ ପୁରୁଣା ବନ୍ଦ ଥିବା ଘଣ୍ଟା ମଧ୍ୟ କାନ୍ଥରେ ଲଗା ରହିଥାଏ। କିନ୍ତୁ ଆପଣ ଏମିତି କରନ୍ତୁ ନାହିଁ। ବନ୍ଦ ଥିବା ଘଣ୍ଟା, ଧୂଳିମୂଳି ଘଣ୍ଟା, ଖରାପ ବା ଭଙ୍ଗା ହୋଇଥିବା ଘଣ୍ଟା କଦାପି ଘରେ ରଖନ୍ତୁ ନାହିଁ। ଏଥିରେ ଘରେ ନକାରାତ୍ମକତା ଓ ଦରିଦ୍ରତା ବାସ କରିଥାଏ। ବନ୍ଦ ଥିବା ଘଣ୍ଟାକୁ ଘରେ ରଖିବା ଦ୍ୱାରା ଲୋକଙ୍କ ଜୀବନରେ କେବେ ବି କୌଣସି ନୂଆ ଭଲ ସମ୍ଭାବନା ଆସେ ନାହିଁ ଏବଂ ସେମାନେ ନିଜ କାମରେ ସଫଳ ହୋଇପାରନ୍ତି ନାହିଁ। ଏବେ ଘଣ୍ଟାକୁ କେଉଁ ଦିଗରେ ରଖିବା ଶୁଭ ହୋଇଥାଏ? ଘଣ୍ଟାକୁ କେବେ ମଧ୍ୟ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗ ଯମଲୋକଙ୍କ ଦିଗ ବୋଲି ମନାଯାଇଥାଏ। କାଳର ଶେଷ ଚକ୍ର ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଏହି ଦିଗକୁ ଘଣ୍ଟା ପାଇଁ ଅଶୁଭ ମନାଯାଇଥାଏ। ଦକ୍ଷିଣ ଦିଗ ଛଡ଼ା ଆପଣ କୌଣସି ଦିଗରେ ମଧ୍ୟ ଘଣ୍ଟାକୁ ଲଗାଇ ପାରିବେ। ହେଲେ ସବୁବେଳେ ଧ୍ୟାନ ଦେବେ ଯେ ଘଣ୍ଟାକୁ ଘରର ମୁଖ୍ୟ ଦ୍ୱାର, ଘରର କବାଟ ବା ଯିବା ଆସିବାରେ ଉପଯୋଗ ହେଉଥିବା କବାଟ, ତା ଉପରେ କେବେ ହେଲେ ଲଗାନ୍ତୁ ନାହିଁ। ଏଥିରେ ସମୟ ତାର ପ୍ରଭାବ ଆପଣଙ୍କ ଯିବା ଆସିବାର ଗତି ଏବଂ ଦିନଚର୍ଯ୍ୟା ଉପରେ ପଡ଼ିପାରେ।
ଘଣ୍ଟାକୁ ସର୍ବଦା କାନ୍ଥ ଉପରେ ହିଁ ଲଗାନ୍ତୁ, ଯେମିତି ଆପଣ ସମୟକୁ ସାମ୍ନାରୁ ଦେଖିପାରିବେ। ଘଣ୍ଟା ଆମକୁ ଆସୁଥିବା ସମୟର ସୂଚନା ଦେଇଥାଏ। ଏହା ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ। ତାକୁ ସମୟର ଅନୁସାରେ କାମରେ ଲଗାଇବା ଉଚିତ। ଘଣ୍ଟାକୁ କେବେ ସମୟର ପଛେ ରଖନ୍ତୁ ନାହିଁ। ଆପଣ 5-10 ମିନିଟ୍ ସର୍ବଦା ଆଗରେ ହିଁ ରଖନ୍ତୁ। ଏଥିରେ ଆପଣଙ୍କୁ କେବେ ଏହି ସମୟର କାଳଚକ୍ର ଓ ଦୁଷ୍ପରିଣାମ ପଡ଼ିବ ନାହିଁ। ବନ୍ଦ ଥିବା ଘଣ୍ଟା ଆପଣଙ୍କର ଭାଗ୍ୟକୁ ବନ୍ଦ କରିଦେଇଥାଏ। ଏଥିପାଇଁ ସମୟର ସହିତ ଆଗକୁ ବଢ଼ିବା ପାଇଁ ବନ୍ଦ ଘଣ୍ଟାକୁ ବଦଳାଇଥାନ୍ତୁ। ପୁରୁଣା ଘଣ୍ଟାକୁ କାହାକୁ ଦାନ କଲେ ଶୁଭ ହୋଇଥାଏ। ଏଥିରେ ଆପଣଙ୍କ ଜୀବନରୁ ଖରାପ ସମୟ ଚାଲିଯାଇଥାଏ। ଯଦି ଆପଣଙ୍କ ଘରେ କୌଣସି ପୁରୁଣା ଘଣ୍ଟା ଥାଏ, ତେବେ ତାକୁ ଦରକାର ଥିବା ଲୋକଙ୍କୁ ଦେଇଦିଅନ୍ତୁ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଘଣ୍ଟା ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ଜାଣିବା କଥା। ଯଦି ଭଲ ଲାଗୁଛି ତେବେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।